ବନ୍ଦେ ଉତ୍କଳ ଜନନୀ ଭିଡ଼ିଓ ନମ୍ବର 2 ବା ପାର୍ଟ 2। ଆମେ ପ୍ରଥମ ଅଧ୍ୟାୟର ପାର୍ଟ 1 ଭିଡ଼ିଓ ଅପଲୋଡ଼ ହୋଇସାରିଛି। ଏଇଟା ପାର୍ଟ 2 ଭିଡ଼ିଓ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କେଉଁଟି ପ୍ରବନ୍ଧ ସଂଲଗ୍ନ? ଶରୀର ମାଧ୍ୟମ। ଉତ୍କଳ କେଉଁଥିରେ ପୂର୍ଣ୍ଣ ହୋଇଛି? ତୀର୍ଥ ଜୟରେ। ବନ୍ଦେ ଉତ୍କଳ ଜନନୀ କବିତାରେ ଶରଣ୍ୟ କେଉଁ ଅର୍ଥରେ ବ୍ୟବହୃତ? ଶରଣ ଦେବା। ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? 1937। ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି? ଘଞ୍ଚ। ବନ୍ଦେ ଉତ୍କଳ ଜନନୀ କବିତାରେ କବି କାହାର ବାରମ୍ବାର ବନ୍ଦନା କରିଛନ୍ତି? ଉତ୍କଳ ଜନନୀଙ୍କର। କେଉଁମାନଙ୍କର କୁଟୀର ଦ୍ୱାରା ଉତ୍କଳ ଭୂମି ପବିତ୍ର ବୋଲି କବି କହିଛନ୍ତି? ଯୋଗୀ ଋଷିମାନଙ୍କର। କବି ଉତ୍କଳ ଜନନୀଙ୍କୁ ଚାରୁଭାଷମୟୀ କହି କାହାର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି? ଓଡ଼ିଆ ଭାଷାର। ତରଙ୍ଗ ପରି କିଏ ଶୋଭା ଧାରଣ କରିଥିବା କବିତାରେ କୁହାଯାଇଛି? ନୀଳ ପର୍ବତମାଲା। ଉତ୍କଳ ଜନନୀଙ୍କ ଶରୀର କାହା ଦ୍ୱାରା ଧୌତ ହେଉଛି? ସମୁଦ୍ର। ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ସମୁଦ୍ରର ଜଳ। ଉତ୍କଳ କେଉଁମାନଙ୍କର ବାସଭୂମି? ବୀର ଯୋଦ୍ଧାମାନଙ୍କର। କିଛି ସମ୍ଭାବ୍ୟତା ପ୍ରଶ୍ନ ଉତ୍ତର ହେଲା ଯାହାକି ଆମେ ଆଜି ଡିସ୍କସ୍ କରମୁ। ଓଡ଼ିଶାରେ କାନ୍ତକବି ରୂପେ କିଏ ସୁପରିଚିତ? ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଶାରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ ଉପାଧିରେ ବିଭୂଷିତ କରାଯାଇଛି? କାନ୍ତକବି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମ ସମ୍ପତ୍ତି କେଉଁ ଜିଲ୍ଲାରେ ଅନ୍ତର୍ଭୁକ୍ତ? ଭଦ୍ରକ। ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରୁ ଉଚ୍ଚଶିକ୍ଷା ଲାଭ କରିଥିଲେ? ରେଭେନ୍ସା କଲେଜ। କଣାମାମୁଁ ଉପନ୍ୟାସର ରଚୟିତା ଭାବେ କିଏ ସ୍ୱତନ୍ତ୍ର ସାହିତ୍ୟିକ ମର୍ଯ୍ୟାଦା ପ୍ରାପ୍ତ ହୋଇଛି? ଲକ୍ଷ୍ମୀକାନ୍ତ ମହାପାତ୍ର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଙ୍ଗୀତ ଗୁଚ୍ଛର ନାମ କ'ଣ? ଜୀବନ ସଙ୍ଗୀତ। ବୁଢ଼ାଶଙ୍ଖାରୀ ଗଳ୍ପର ଗାଳ୍ପିକ ଭାବେ କିଏ ଓଡ଼ିଶାର ଜନମାନସରେ ପରିଚିତ? ଲକ୍ଷ୍ମୀକାନ୍ତ ମହାପାତ୍ର। 1937 ମସିହାରେ ପ୍ରକାଶିତ କେଉଁ ପତ୍ରିକାର ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ପ୍ରତିଷ୍ଠାତା ସମ୍ପାଦକ? ଡଗର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କେଉଁ ସଙ୍ଗୀତ ଜାତୀୟବାଦୀ ଚେତନା ଓ ଦେଶାତ୍ମକ ଭାବନାର ଏକ ମନୋଜ୍ଞ କୃତି ଭାବେ ସ୍ୱୀକୃତ? ବନ୍ଦେ ଉତ୍କଳ ଜନନୀ। କେଉଁ ସଙ୍ଗୀତ ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହୋଇଛି? ବନ୍ଦେ ଉତ୍କଳ ଜନନୀ। ନିମ୍ନଲିଖିତ ଉପନ୍ୟାସ ମଧ୍ୟରୁ କେଉଁଟି ଲକ୍ଷ୍ମୀକାନ୍ତଙ୍କ ଦ୍ୱାରା ରଚିତ? କଣାମାମୁଁ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ କେଉଁ ମସିହାରେ ହୋଇଥିଲା? 1888। ବନ୍ଦେ ଉତ୍କଳ ଜନନୀଟି କେବେ ରାଜ୍ୟର ସଙ୍ଗୀତର ମାନ୍ୟତା ପାଇଥିଲା? 2020 ମସିହା ଜୁନ 8 ତାରିଖ। ଉତ୍କଳ ଜନନୀଙ୍କ ପାଦକୁ କିଏ ଧୌତ କରିଦିଏ ବୋଲି କବିତାରେ କୁହାଯାଇଛି? ସମୁଦ୍ର ଜଳ। ଶିକର ଶବ୍ଦର ଅର୍ଥ କ'ଣ? ଜଳକଣା। ରାଜିତର ଶବ୍ଦର ଅର୍ଥ କ'ଣ? ଶୋଭା ପାଏ। କାହାକୁ ତରଙ୍ଗ ସହିତ ତୁଳନା କରିଛନ୍ତି?
ନୀଳ ପର୍ବତମାଲା। ନୀଳଭୂଧରମାଲା ଉତ୍କଳ ଜନନୀଙ୍କ ବକ୍ଷରେ କିପରି ଶୋଭା ପାଆନ୍ତି? ତରଙ୍ଗ ସଦୃଶ୍ୟ। କାହାର କଲରବରେ ଆକାଶ ମୁଖରିତ ହୁଏ? ବିହଙ୍ଗ। ଉତ୍କଳ ଜନନୀଙ୍କ କ୍ଷେତଗୁଡ଼ିକ କେଉଁଥିରେ ଶୋଭା ପାଆନ୍ତି? ସାଲି। କେଉଁଥିରେ ଉତ୍କଳ ଜନନୀଙ୍କ ନେତ୍ର ଉଦ୍ଭାସିତ? ଜ୍ଞାନ ବିଜ୍ଞାନ। ମୁନି ଋଷିମାନଙ୍କର ବାସସ୍ଥାନକୁ କ'ଣ କୁହାଯାଏ? ଉଟଜ। କେଉଁମାନଙ୍କ ବାସସ୍ଥାନ ଦ୍ୱାରା ଉତ୍କଳ ଭୂମି ପବିତ୍ର? ଯୋଗୀ ଋଷି। କେଉଁମାନଙ୍କର ବାସଭୂମି ହେଉଛି ଉତ୍କଳ? ବୀର ଓ ଯୋଦ୍ଧା। ଗେହ ଶବ୍ଦର ଅର୍ଥ କ'ଣ? ଘର। କେଉଁଥିରେ ଉତ୍କଳ ଜନନୀଙ୍କ ବେଶ ଶୋଭା ପାଏ? କଲାକୃତି। ମୌଳିକ ଶବ୍ଦର ଅର୍ଥ କ'ଣ? ମୁକୁଟ। ବନ୍ଦେ ଉତ୍କଳ ଜନନୀ କବିତାଟି କି ପ୍ରକାର କବିତା? ଦେଶାତ୍ମକ ବୋଧ କବିତା। ଲକ୍ଷ୍ମୀକାନ୍ତ ମହାପାତ୍ର କେବେ ଇହଲୋକ ତ୍ୟାଗ କରିଥିଲେ? 1955 ମସିହା। ବନ୍ଦେ ଉତ୍କଳ ଜନନୀର କବି କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଶାର ଜ୍ଞାନୀଗୁଣୀମାନେ କେଉଁଠାରେ ସ୍ନେହଭାଜନ ହୋଇପାରିଛନ୍ତି ସମଗ୍ର ବିଶ୍ୱରେ? କେଉଁମାନଙ୍କ ଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା? ମହାନ କବି ଓ ସୁପୁତ୍ର। ଚର୍ଚ୍ଚିତ ଶବ୍ଦର ଅର୍ଥ କ'ଣ? ବୋଲି ହେବା। କୃତବର ଶବ୍ଦର ଅର୍ଥ କ'ଣ? ସୁପଣ୍ଡିତ। ଉତ୍କଳ ଜନନୀ କେଉଁଥିପାଇଁ ଚିରନମସ୍ୟ? ଶରଣଦାତ୍ରୀ ପାଇଁ। କବି ଲକ୍ଷ୍ମୀକାନ୍ତ ମହାପାତ୍ର କବିତାର ପ୍ରାରମ୍ଭର କାହାର ଗୁଣକୀର୍ତ୍ତନ ପୂର୍ବକ ପଦ ବନ୍ଦନା କରିଛନ୍ତି? ଉତ୍କଳ ଜନନୀ। ହାସ୍ୟମୟୀ ଭାବେ କବି କାହାକୁ ଚିତ୍ରିତ କରିଛନ୍ତି? ଉତ୍କଳ ଜନନୀ। କବି ଲକ୍ଷ୍ମୀକାନ୍ତ ମହାପାତ୍ର କାହାକୁ ସୁଭାଷିଣୀ ବୋଲି କହିଛନ୍ତି? ଉତ୍କଳ ଜନନୀ। ଚାରୁହାସମୟୀ ଚାରୁଭାଷମୀ ବୋଲି କବି କାହାକୁ କହିଛନ୍ତି? ଉତ୍କଳ ଜନନୀଙ୍କୁ। ସମୁଦ୍ରର ପୂତ ଜଳଧାରା ଉତ୍କଳ ଜନନୀର ଶରୀରକୁ କ'ଣ କରୁଛି? ଧୌତ କରୁଛି। ଉତ୍କଳ ଜନନୀର ଶରୀରକୁ କିଏ ଆଗ୍ରହ ସହକାରେ ଧୌତ କରୁଛି? ସମୁଦ୍ର। ମହୋଦୀରେ ବେଳାଭୂମି କେଉଁଥିରେ ସୁଶୋଭିତ? ତାଲତମାଲା। ତାଲତମାଲା ବୃକ୍ଷରାଜି ଦ୍ୱାରା କାହାର ତଟଦେଶ ସୁଶୋଭିତ? ସମୁଦ୍ରର। ସମୁଦ୍ରର କେଉଁ ସ୍ଥାନ ବୃକ୍ଷ ଦ୍ୱାରା ବଳୟିତ ହୋଇ ସୁଶୋଭିତ? ତଟଦେଶ। ସ୍ୱଚ୍ଛ ଜଳ ଧାରଣ କରିଥିବା ତଟିନୀ ତଟଦେଶରେ କ'ଣ ପ୍ରବାହିତ ହେଉଛି? ଶୀତଳ ପବନ। ଉତ୍କଳ ଜନନୀର ଶରୀର କାହାର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି? ଘଞ୍ଚ ବନଭୂମିରେ। ଉତ୍କଳ ଜନନୀର ଶରୀରକୁ ନୀଳଭୂଧରମାଲା କେଉଁ ରୂପରେ ଶୋଭା ବନ୍ଦନ କରାଉଛି? ତରଙ୍ଗ। ଉତ୍କଳ ଜନନୀଙ୍କର ଆକାଶ କାହାର ମଧୁର କଲରବରେ ମୁଖରିତ ହେଉଥାଏ? ଚାରୁ ବିହଙ୍ଗ। ଉତ୍କଳର ଶସ୍ୟକ୍ଷେତ୍ର କେଉଁଥିରେ ପରିପୂର୍ଣ୍ଣ? ସୁନ୍ଦର ସାଲି। ଉତ୍କଳ ଜନନୀର ଚକ୍ଷୁ କାହାର ପ୍ରଦର୍ଶନର ଉଦ୍ଭାସିତ? ଜ୍ଞାନ ବିଜ୍ଞାନ। ଉତ୍କଳ ଜନନୀ କାହାକୁ ନିଜ ଶରୀରରେ ସ୍ଥାନ ଦେଇ ପୂତ ପବିତ୍ର ଓ ମହାନିଆ ହୋଇଛି? ଯୋଗୀ ଋଷିଙ୍କ କୁଟୀରକୁ।
ଉତ୍କଳ ମାର ଭୂମି କାହା ଦ୍ୱାରା ବିମଣ୍ଡିତା? ସୁନ୍ଦର ମନ୍ଦିର ମାନଙ୍କରେ। ଉତ୍କଳ ଜନନୀର ବେଶ କାହା ଦ୍ୱାରା ସୁଶୋଭିତା ତଥା ଆକର୍ଷିତା? ଚାରୁକଲା। ଅନେକ ପୁଣ୍ୟତୀର୍ଥରେ କେଉଁ ପ୍ରଦେଶ ପରିପୂର୍ଣ୍ଣ? ଉତ୍କଳ। ଉତ୍କଳ ଜନନୀଙ୍କ ଶରୀର କାହାର ରକ୍ତରେ ଅନୁରଞ୍ଜିତ? ଶତ୍ରୁ। କୋଟି ବୀର ପ୍ରସବିନୀର ବାସଭୂମି ଭାବେ କାହାକୁ କୁହାଯାଇଛି? ଉତ୍କଳ। ଓଡ଼ିଶାର କେଉଁମାନେ ବିଶ୍ୱ ଦରବାରରେ ସ୍ନେହଭାଜନ ଅଟନ୍ତି? ଗୁଣୀଜ୍ଞାନୀ ଓ ବିଦ୍ୱାନ। ମହାନ କବି ଓ ସୁପୁତ୍ରମାନଙ୍କ ଦ୍ୱାରା ଉତ୍କଳ ଜନନୀ କିପରି ଚିତ୍ରିତ ହୋଇଛି? ବନ୍ଦନୀୟା। ଭୁବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ରା ଭାବେ କିଏ ବର୍ଣ୍ଣିତ? ଉତ୍କଳ ଜନନୀ। ପୁଣ୍ୟବତୀ ଧନ୍ୟା ଉତ୍କଳ ଜନନୀ କିପରି ଚିରନମସ୍ୟ ଅଟନ୍ତି? ଶରଣଦାତ୍ରୀ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମର ନାମ କଣ? ତାଲପଦା। ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ଲକ୍ଷ୍ମୀକାନ୍ତ କେଉଁଥିରେ ମନୋନିବେଶ କଲେ? ସଙ୍ଗୀତ। ଶିକ୍ଷା କ୍ଷେତ୍ରରେ ଲକ୍ଷ୍ମୀକାନ୍ତ କାହିଁକି ଆଗଇ ପାରିନଥିଲେ? ଶାରୀରିକ ଅସୁସ୍ଥତା ଯୋଗୁଁ। କେଉଁଟି କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ଅବିସ୍ମରଣୀୟ ଗଳ୍ପ? ବୁଢ଼ା ଶଙ୍ଖାରି। ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? 1937। ସବୁଥିରୁ ବଞ୍ଚିତ କରି ପଦଟିର ପର ପଦଟି କଣ? କେଉଁ ଯଶବାନା ଉଡ଼େଇବ ହେ? ଉତ୍କଳ ଜନନୀଙ୍କୁ ଚାରୁଭାଷାମୟୀ ବୋଲି କାହିଁକି କୁହାଯାଇଛି? ତାଙ୍କ ଭାଷା ସୁନ୍ଦର। ବନ୍ଦେ ଉତ୍କଳ ଜନନୀ କବିତାରେ କବିଙ୍କର ଉତ୍କଳ ଜନନୀ ପ୍ରତି କେଉଁ ଭାବ ପ୍ରକାଶ ପାଇଛି? ଭକ୍ତି। କବିତାର ପ୍ରାରମ୍ଭରେ କବି କଣ କରିଛନ୍ତି? ଉତ୍କଳ ମାତାକୁ ବନ୍ଦନା କରିଛନ୍ତି। ତାଲତମାଲ ବୃକ୍ଷ କେଉଁଠାରେ ଶୋଭା ପାଇବା କଥା କବି କହିଛନ୍ତି? ସମୁଦ୍ର ତଟରେ। ଲକ୍ଷ୍ମୀକାନ୍ତ କେଉଁ କବି ଭାବେ ପରିଚିତ? କାନ୍ତକବି। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମାତାଙ୍କ ନାମ କଣ? ରାଧାମଣୀ ଦେବୀ। ପିତାଙ୍କ ନାମ କଣ? ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ଲକ୍ଷ୍ମୀକାନ୍ତଙ୍କ ରଚିତ ଦେହୀପଦ ପଲ୍ଲବ ମୁଦାରାମଟି କଣ? ଗଳ୍ପ ସଂକଳନ। ଲକ୍ଷ୍ମୀକାନ୍ତ ରଚିତ ଶରୀର ମାଧ୍ୟମ ସାହିତ୍ୟର କେଉଁ ବିଭାଗର ଅନ୍ତର୍ଭୁକ୍ତ? ପ୍ରବନ୍ଧ ସଂକଳନ।